ଇଜିପ୍ଟରେ ଇହୁଦୀମାନେ ରହୁଥିଲେ, ସେଇଟା ଇହୁଦୀଙ୍କ ଦେଶ ଥିଲା। ଇରାକରେ ଇସାଇମାନେ ରହୁଥିଲେ। ଇରାନରେ ପାର୍ସିମାନେ ରହୁଥିଲେ ଏବଂ ଇଣ୍ଡୋନେସିଆ ମାଲେସିଆରେ ବୌଦ୍ଧ ଧର୍ମର ଲୋକ ଏବଂ ହିନ୍ଦୁ ଧର୍ମର ଲୋକମାନେ ରହୁଥିଲେ। ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ହିନ୍ଦୁମାନେ ରହୁଥିଲେ, ବହୁତ ସଂଖ୍ୟାରେ ରହୁଥିଲେ। କିନ୍ତୁ ଆଜି ସେ ଦେଶଗୁଡ଼ିକର ମୂଳ ଧର୍ମର ଲୋକମାନେ ସେ ଦେଶରେ ନାହାନ୍ତି। ସେଗୁଡ଼ାକ ଏବେ ଇସଲାମିକ ରାଷ୍ଟ୍ରରେ ପରିଣତ ହୋଇଯାଇଛି, ଅର୍ଥାତ୍ ସେଠାରେ କେବଳ ମୁସଲମାନମାନେ ହିଁ ରହୁଛନ୍ତି। ଏହାର କାରଣ କ'ଣ ହୋଇଥାଇପାରେ? ହୁଏତ ସେହି ଧର୍ମର ଲୋକମାନଙ୍କୁ, ଯେଉଁମାନେ ମୂଳ ବାସିନ୍ଦା, ସେମାନଙ୍କୁ କନଭର୍ଟେଡ଼ କରାଯାଇଥାଇପାରେ, ସେମାନଙ୍କୁ ହତ୍ୟା କରିଦିଆଯାଇଥାଇପାରେ, କିମ୍ବା ସେମାନଙ୍କୁ ନିଜ ଦେଶରୁ ବାହାରକୁ ତଡ଼ି ଦିଆଯାଇଥାଇପାରେ, କିଛି ବି ହେଇଥାଇପାରେ। ଏବଂ ଆପଣମାନେ ଜାଣିଥିବେ ଆମ ଦେଶରେ ମଧ୍ୟ ଜାମ୍ମୁ କାଶ୍ମୀର ହେଉ, ୱେଷ୍ଟବେଙ୍ଗଲ ହେଉ କିମ୍ବା କେରଳ ହେଉ, ଏହି ରାଜ୍ୟଗୁଡ଼ିକ ବି ଇଣ୍ଡିଆରେ ବର୍ତ୍ତମାନ ଅଘୋଷିତ ଇସଲାମିକ ରାଜ୍ୟ ଏବଂ ଦିନ ଆସିବ ସେ ସମ୍ପୂର୍ଣ୍ଣ ଭାବରେ ଇସଲାମିକ ରାଜ୍ୟ ବୋଲି ଗଣତି ହେବ ଏବଂ ଇଣ୍ଡିଆକୁ ମଧ୍ୟ ଇସଲାମିକ ରାଷ୍ଟ୍ରରେ ପରିଣତ କରିବାକୁ ବହୁତ ପ୍ରକାର ଚେଷ୍ଟା ଚାଲିଛି, ବହୁତ ପ୍ରକାର ଚେଷ୍ଟା। ଆମେମାନେ କିଛି ଏ ବିଷୟରେ ଜାଣିପାରୁନାହୁଁ, କିନ୍ତୁ ଏହାର ଭିତରେ ବହୁତ ବଡ଼ ଷଡ଼ଯନ୍ତ୍ର ବି ଚାଲିଛି, କେମିତି ଇଣ୍ଡିଆକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା ବୋଲି। ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ, ନଚେତ୍ ଆପଣମାନେ ଉଦାହରଣ ଦେଖିଛନ୍ତି ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଏ ତ ଆମ ଦେଶର ଅଙ୍ଗ ଥିଲେ, ସେଗୁଡ଼ାକ ଆମ ଆଖି ଆଗରେ ବି ଇସଲାମିକ ରାଷ୍ଟ୍ରରେ ପରିଣତ ହୋଇଛି। ତେଣୁ ସବୁ ହିନ୍ଦୁମାନଙ୍କୁ ସତର୍କ ହୋଇ ରହିବାକୁ ପଡ଼ିବ, ଏକ ହୋଇ ରହିବାକୁ ପଡ଼ିବ, ଯଦି ଦେଶରେ ସନାତନ ଧର୍ମକୁ ରକ୍ଷା କରିବାର ଅଛି, ଦେଶକୁ ବଞ୍ଚାଇବାର ଅଛି।